ସମସ୍ତଙ୍କୁ ଜୟ ଶ୍ରୀରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଆଜି ଶୁଭ ମଙ୍ଗଳବାର, ବୀର ହନୁମାନଙ୍କର ଦିନ ମଙ୍ଗଳବାର। ବୀର ହନୁମାନଙ୍କୁ ମନେ ପକାଇ ତାଙ୍କର ନାମ ନେଇ ଆଜିର ଅନୁଚିନ୍ତା ଆରମ୍ଭ କରିବା। ପ୍ରଥମେ ଶୁଣିବା ଉତ୍ତମ ପତ୍ନୀର ଲକ୍ଷଣ, ତାପରେ ଶୁଣିବା ସମ୍ପର୍କ କ'ଣ ଜାଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା ଏବେ ଉତ୍ତମ ପତ୍ନୀର ଲକ୍ଷଣ। ଯେଉଁ ନାରୀ ପବିତ୍ରତା ହୋଇଥାଏ ଓ ପତିର ସୁଗୁଣ ଜ୍ଞାନ କରୁଥାଏ, ଯେଉଁ ନାରୀ ପତିର ମନ କଥାକୁ ବୁଝିପାରେ ଓ ପତିର କଥା ଅନୁସାରେ ପରିଚାଳିତ ହୋଇଥାଏ, ଯେଉଁ ନାରୀ ଶାଶୁ ଶ୍ୱଶୁର ସ୍ୱାମୀ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କର ଉପଯୁକ୍ତ ସେବା କରିଥାଏ, ଯେଉଁ ନାରୀ ସ୍ୱାମୀ ଖାଇସାରିବା ପରେ ଖାଇଥାଏ ଓ ସ୍ୱାମୀଙ୍କ ଚଲାବାଟକୁ ବସି ଚାହିଁଥାଏ, ଯେଉଁ ସ୍ତ୍ରୀ ସ୍ୱାମୀ ସହିତ ସର୍ବଦା ମିଠା କଥା ଓ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଇଥାଏ, ସର୍ବଦା ସ୍ୱାମୀ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହୋଇଥାଏ, ଯେଉଁ ନାରୀ ଘର କଥା ବାହାରେ ପ୍ରକାଶ କରେ ନାହିଁ, ଏମିତିକି ଘର କଥା ବାପ ଘରେ ମଧ୍ୟ କହିନଥାଏ, ଏପରି ପତ୍ନୀର ଲକ୍ଷଣ ହେଲେ ଘର ସୁଖ ଶାନ୍ତିରେ ଭର୍ତ୍ତି ହୋଇଯାଏ। ଏବେ ଶୁଣିବା ସମ୍ପର୍କ କ'ଣ। ଆଗରୁ ଘରେ ଆତ୍ମୀୟ ସ୍ୱଜନ ଆସିଲେ କଦଳୀ ପତ୍ରରେ ଖାଇବାକୁ ଦେଉଥିଲେ। ସମ୍ପର୍କ ଗୁଡ଼ିକ ଗଛର ପତ୍ର ଭଳି ସଦାବେଳେ ସବୁଜ ରହୁଥିଲା। ତାପରେ ଆସିଲା ମାଟିର ଜିନିଷପତ୍ର। ସମ୍ପର୍କ ଗୁଡ଼ିକ ମାଟି ପରି ଜାବୁଡ଼ି ରହିଲା। ପୁଣି ଆସିଲା କଂସା ପିତ୍ତଳର ଯୁଗ। ସମ୍ପର୍କ ଗୁଡ଼ିକ ବି ମାସ 4 ମାସରେ ଥରେ ଚମକିବାକୁ ଲାଗିଲା। କିନ୍ତୁ ଯେଉଁଦିନଠାରୁ କାଚ ପ୍ଲେଟରେ ପରଷା ଗଲା, ସେହିଦିନଠାରୁ ଅଳ୍ପ ଆଘାତରେ ସମ୍ପର୍କ ଗୁଡ଼ିକ ଭାଙ୍ଗିବାକୁ ଲାଗିଲା। ଆଉ ଏବେ ତ କାଗଜ ଏବଂ ଥର୍ମୋକୋଲର ପ୍ଲେଟର ଜମାନା। ୟୁଜ୍ ଆଣ୍ଡ ଥ୍ରୋ ଭଳି ବ୍ୟବହାର ଗୁଡ଼ିକ ବି ହୋଇଗଲା। ଯେତିକି ଶୀଘ୍ର ହେବ ସମ୍ପର୍କ ଗୁଡ଼ିକ ଫୋପାଡ଼ିଲା ପରି ଫୋପାଡ଼ି ଦେଉଛନ୍ତି। ପେଟ ଏଠି ଖାଇ କିନ୍ତୁ ଯୋଗ କରାଯାଉଛି। ଘରେ ଖାଇବାକୁ ନାହିଁ, ବ୍ୟାଙ୍କ ଖାତା ଖୋଲାଯାଇଛି। ରହିବା ପାଇଁ ଘର ନାହିଁ, କିନ୍ତୁ ପାଇଖାନା ଜରୁରୀ। ଗାଁରେ ବିଜୁଳି ନାହିଁ, ଇଣ୍ଡିଆରେ ଡିଜିଟାଲ ଚାଲୁଛି। ସବୁ କମ୍ପାନୀ ବିଦେଶୀ। ମେକ୍ ଇନ୍ ଇଣ୍ଡିଆ ହେଉଛି। ଜାତି ଧର୍ମ ଭଳି ଚିନ୍ତା ମୁଣ୍ଡରେ ଅଛି, କିନ୍ତୁ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି। ସତରେ ଦେଶ କ'ଣ ବଦଳୁଛି? ମଣିଷକୁ ସୁଧୁରିବା ପାଇଁ ସମୟ ଥରେ ନୁହେଁ ବାରମ୍ବାର ସୁଯୋଗ ଦେଇଥାଏ। କିନ୍ତୁ ଯେଉଁ ମଣିଷ ଏ ସମୟକୁ ହାତଛଡ଼ା କରିଦିଏ, ପରବର୍ତ୍ତୀ ସମୟରେ କେବଳ ଅନୁତାପ କରିବା ପାଇଁ ସମୟ ସେ ମଣିଷକୁ ସୁଯୋଗ ଦେଇଥାଏ। ଥରେ ଭାବନ୍ତୁ ତ, ଯଦି କାହାକୁ ଖୁସି ଦେବାର ଶକ୍ତି ଆମର ନାହିଁ, ତେବେ ତାକୁ ଦୁଃଖ ଦେବାର ଅଧିକାର ଆମକୁ କିଏ ଦେଲା? କାହାକୁ ଦୁଃଖ କଷ୍ଟ ଦେବା ପୂର୍ବରୁ ଥରେ ନିଶ୍ଚୟ ଭାବନ୍ତୁ। ଗୋଟିଏ ମୁହୂର୍ତ୍ତ ଗୋଟିଏ ଦିନ ବଦଳାଇ ପାରେ। ଗୋଟିଏ ଦିନ ଗୋଟିଏ ଜୀବନକୁ ବଦଳାଇ ପାରେ ଏବଂ ଗୋଟିଏ ଜୀବନ ଏହି ଦୁନିଆକୁ ବଦଳାଇ ପାରେ। ସମସ୍ୟା ଏମିତି ବି ଶକ୍ତିଶାଳୀ ହୋଇନଥାଏ ଯେତିକି ମଣିଷ ତାକୁ ଭାବୁଥାଏ। କାହିଁକିନା ଅନ୍ଧକାର ଯେତିକି ଶକ୍ତିଶାଳୀ ହୋଇଥିଲେ ମଧ୍ୟ ସକାଳର ସୂର୍ଯ୍ୟ ଆଗରେ ମୁଣ୍ଡ ନୁଆଁଇଥାଏ। ଶରୀର ସୁନ୍ଦର ଥାଉ କି ନଥାଉ, କିନ୍ତୁ କହୁଥିବା ଶବ୍ଦଗୁଡ଼ିକ ସୁନ୍ଦର ହୋଇଥିବା ନିହାତି ଦରକାର। କାହିଁକିନା ଲୋକ ଚେହେରା ଭୁଲିଯାନ୍ତି, କିନ୍ତୁ କହିଥିବା କେଇ ଦୁଇ ପଦ କଥାକୁ ସାରା ଜୀବନ ମନେ ରଖିଥାନ୍ତି। ଏ ଦୁନିଆରେ ସତ୍ୟ ଆଉ ମିଥ୍ୟା, ଏହି ଦୁଇଟି ଶକ୍ତିର ଖେଳ ସର୍ବଦା ଚାଲୁ ରହିଛି। ଭଗବାନ ଏହି ଖେଳର ମଜା ନେଉଛନ୍ତି। ସେ ଦେଖୁଛନ୍ତି କେଉଁମାନେ ସତ୍ୟ ସପକ୍ଷରେ ଠିଆ ହେଉଛନ୍ତି ଆଉ କେଉଁମାନେ ଅସତ୍ୟ ପକ୍ଷରେ ଠିଆ ହେଉଛନ୍ତି। ସତ୍ୟ ପଥ ହେଉଛି କଷ୍ଟକର, କିନ୍ତୁ ବିଜୟ ସୁନିଶ୍ଚିତ। ଏବେ ଶୁଣିବା କାହାକୁ କିପରି ସନ୍ତୁଷ୍ଟ କରିବେ। ଜଣେ ଲୋଭୀ ବ୍ୟକ୍ତିକୁ
କିଛି ବସ୍ତୁ ଉପହାର ଦେଇ ସନ୍ତୁଷ୍ଟ କରାଯାଇପାରେ। ଜଣେ କଠୋର ବ୍ୟକ୍ତିକୁ ହାତ ଯୋଡ଼ି ସନ୍ତୁଷ୍ଟ କରାଯାଇପାରେ। ଜଣେ ମୂର୍ଖ ବ୍ୟକ୍ତିଙ୍କୁ ସମ୍ମାନ ଦେଇ ସନ୍ତୁଷ୍ଟ କରାଯାଇପାରେ। ଆଉ ଏକ ବିଦ୍ୱାନ ବ୍ୟକ୍ତିକୁ ସତ କଥା କହି ସନ୍ତୁଷ୍ଟ କରାଯାଇପାରେ। ଅନ୍ୟମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ଯାଇପାରିବ। ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିବ। ଧର୍ମ ତାକୁ କୁହାଯାଏ ଯେଉଁଥିରେ ଅନ୍ୟର ମଙ୍ଗଳ ହୁଏ। ଅନ୍ୟର ଅମଙ୍ଗଳ କରି ଯେତେ ପୂଜାପାଠ କଲେ ତାହା ପାପ ହିଁ ହୋଇଥାଏ। ଯାହା ହେଲା ଭଲ ହେଲା। ଯାହା ହେଉଛି ଭଲ ହେଉଛି। ଯାହା ହେବ ଭଲ ହିଁ ହେବ। ତୁମର କ'ଣ ଯାଇଛି ଯେ ତୁମେ କାନ୍ଦୁଛ? କ'ଣ ଆଣିଥିଲ ଯାହା ତୁମେ ହରାଇ ଦେଇଛ? ତୁମେ କ'ଣ ସୃଷ୍ଟି କରିଥିଲ ଯାହା ନଷ୍ଟ ହୋଇଯାଇଛି? ତୁମେ ଯାହା ନେଇ ନଥିଲ ତାହା ନେଉଛ। ଯାହା ଦେଇଛ ଏଇଠାରେ ହିଁ ଦେଇଛ। ଯାହା ତୁମର ଆଜି ଅଛି କାଲି ସିଏ ଆଉ କାହାର ଥିଲା। ଆଗକୁ ସିଏ ଆଉ କାହାର ହୋଇଯିବ। ପରିବର୍ତ୍ତନ ସଂସାରର ନିୟମ ଅଟେ। ନିଜର ଭୁଲଗୁଡ଼ିକୁ ଭୁଲି ନ ଯାଇ ସୁଧାରିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ଜୀବନ ବି ଆପେ ଆପେ ସଜାଡ଼ି ହୋଇଯିବ। ଜୀବନରେ କେବେ ଧନ ଦୌଲତକୁ ନେଇ ଅହଙ୍କାର କରନ୍ତୁ ନାହିଁ। କିଏ ଜାଣିଛି କାଲିକି ସେହି ଧନ ଗୋଟେ ଘା'କୁ ନିଅଣ୍ଟ ହୋଇପାରେ। ଦିନେ ହାତ ପାଦକୁ କହିଲା, ଆରେ ଭାଇ ତୁ ତ ବଡ଼ ଭାଗ୍ୟବାନ। ତୋତେ ସମସ୍ତେ ପ୍ରଣାମ କରୁଛନ୍ତି କିନ୍ତୁ ମୋତେ ନୁହେଁ କାହିଁକି? ପାଦ ଖୁବ୍ ସୁନ୍ଦର ଉତ୍ତର ଦେଇ କହିଲା, ପ୍ରଣାମ ପାଇବାକୁ ହେଲେ ସର୍ବଦା ତଳେ ରହିବାକୁ ହୁଏ। ବନ୍ଧୁ ସମ୍ମାନ ପାଇବାକୁ ହେଲେ ତଳେ ରୁହ, ଉପରେ ନୁହେଁ। ଜଣେ ମଣିଷ ସବୁକିଛି ଭୁଲିପାରେ କିନ୍ତୁ ତା ପ୍ରତି ହୋଇଥିବା ବିଶ୍ୱାସଘାତକତାକୁ କେବେ ବି ଭୁଲିପାରେ ନାହିଁ। ସ୍ୱାଭିମାନୀ ନିଶ୍ଚିତ ଭାବେ ହୁଅନ୍ତୁ କିନ୍ତୁ ଅହଙ୍କାରୀ ନୁହେଁ। ସମ୍ମାନ ସମସ୍ତଙ୍କୁ କରନ୍ତୁ କିନ୍ତୁ ନିଜକୁ ତଳେ ପକାଇ ନୁହେଁ। ମନ ଖୋଲି ହସନ୍ତୁ କିନ୍ତୁ କାହା ମନରେ ଦୁଃଖ ଦେଇ ନୁହେଁ। ଜୀବନରେ ଆଗକୁ ବଢ଼ିବା କିନ୍ତୁ କାହା କାନ୍ଧରେ ଗୋଡ଼ ରଖି ନୁହେଁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଏହିପରି ଭିଡ଼ିଓ ସବୁ ଦେଖିପାରିବେ, ଶୁଣିପାରିବେ। ତାହେଲେ ଆଗାମୀ ଦିନ ପୁଣି ଏକ ନୂଆ ଭିଡ଼ିଓ ସହିତ ତାହେଲେ ରହୁଛି। ଜୟ ଶ୍ରୀରାମ। ପବନ ତନୟ ସଙ୍କଟ ହରଣ ମଙ୍ଗଳ ମୂର୍ତ୍ତି ରୂପ ରାମ ଲକ୍ଷ୍ମଣ ସୀତା ସହିତ ବସହୁ ସ୍ୱର